মহামন্ত্রী বিনোদী ব্রহ্মাণ্ড উপরিয়ছি বড় সরনারী গর্ভ জন্ম নেবার সন্তান তারই হস্তে হেব মোর মৃত্যু। আশ্চর্য মহামন্ত্রী, সরনারী গর্ভ কোন জন্ম নেব একই সন্তান, তো এ তো যদি জন্ম নেব নাই সরনারী গর্ভ, তাহলে এ তো অমরত্ব হরম। কেন মানিবিনী মানিবিনী গুরু গুরু জনম তারও করে মুড়িয়ে সত্য যুগরে নমস্কার। ওড়িয়া অস্মিতার গোটে স্বতন্ত্র অধ্যায়কে স্বাগত করছে মুই সুব্রত। আমি নিয়মিত ভাবে কলা সংস্কৃতির প্রচার প্রসার করুছু। আপন মানে ভাবুথিবে আমার সামনে অছন পূর্বতন বরগড়র পূর্বতন কংস মহারাজ ধনুযাত্রার কথা হেবি বলি। ধনুযাত্রা বরগড়র আত্মা এ। আমি প্রত্যেক দিন ধনুযাত্রার কথা হেবার পড়ছি, প্রত্যেক নিমিষে আমার ধনুযাত্রা হচ্ছে আমার পরিচয়। ধনুযাত্রা কথা হেমা, কলা সংস্কৃতির কথা হেমা, মঝিরে মঝিরে ভୁବନେଶ୍ୱର ପ୍ରଧାନ ଆଜ୍ଞାଙ୍କର ଆମେ ମତାମତ ନଉଥିସୁଁ, ବିଭିନ୍ନ ବିଷୟରେ ଆଲୋଚନା କରୁଥିସୁଁ। ତ ହେନ୍ତା ଗୋଟେ ସାଧାରଣ ଆଲୋଚନା କର୍ମା ଆଉ ଟିକେ କଥା ହେମା। ତାଙ୍କୁ ସ୍ୱାଗତ କର୍ମା ପହିଲା। ଆଜ୍ଞା ଆପଣଙ୍କୁ ଓଡିଆ ଅସ୍ମିତାରେ ସ୍ୱାଗତ କରୁଛୁ। ନମସ୍କାର। କେନ୍ତା ଅଛନ୍ ଆଜ୍ଞା? ଭଲ ଚାଲିଛି ଚାଲିଛି। ଟିକେ ସାଦା କଥା ଟିକେ ହେମା। ପୂର୍ବ ଓଡିଶାରେ ଆଖଡା ପୂଜା ମାନେ ହଉଛି, ପଶ୍ଚିମ ଓଡିଶାରେ ହେନ୍ତା କିଛି ନା? ଦେଖୁନ୍, ପୂର୍ବ ଓଡିଶାରେ ରଜ ପରେ ପରେ ତାଙ୍କର ଆଖଡା ପୂଜା ମାନେ ହେସି, ଯାତ୍ରା ପାର୍ଟି ମାନେ ଯାତ୍ରା ପାର୍ଟି ମାନେ ବହୁତ ବଡ ବଡ ପାର୍ଟି, ସେମାନେ ହଁ ହଁ 150 ରୁ 200 କଳାକାର ନେଇକରି ତାଙ୍କର ଅନୁଷ୍ଠାନ। ଆପଣ ତ କଳାକାର ସଂଘରେ ବି, ରାଜ୍ୟ କଳାକାର ସଂଘରେ ବି? ହଁ, ମୁଇଁ ରାଜ୍ୟ କଳାକାର ମହାସଂଘର ଉପସଭାପତି ଅଛେ। ଆଜ୍ଞା। ପଶ୍ଚିମ ଓଡିଶା କଳାକାର ମହାସଂଘର ଉପସଭାପତି ଅଛେ। ଆମର ପଶ୍ଚିମାଞ୍ଚଳ ଧନୁଯାତ୍ରା କମିଟିର କାର୍ଯ୍ୟକାରୀ ସଭାପତି ଅଛେ। ଆଜ୍ଞା। ଅନେକ ଅନୁଷ୍ଠାନରେ ଆମେ ଅଛୁ। ଆଜ୍ଞା। ତାପରେ ବର୍ତ୍ତମାନ ସେଟାଙ୍କର ଆଖଡା ଆରମ୍ଭ ହେଲା ବେଳକେ ଆମେ ଯେ ପ୍ରୋଗ୍ରାମ ମାନେ କରୁଛୁ, ଆଜ୍ଞା, ରଜା ଗୁଜା ପ୍ରୋଗ୍ରାମ, ଆଜ୍ଞା, କେନ ରାକଂସ, କେନ ରାବଣ, କେନ ଜଳୋଧର, କେନ ତାରକାସୁର, ଆଜ୍ଞା, এই ପ୍ରୋଗ୍ରାମ ମାନେ ଆମର ଲାଷ୍ଟ ହେଲା। ଆମର ପ୍ରୋଗ୍ରାମ ମାନେ ଫେର ଆରମ୍ଭ ହେଇଯିବା ଗଣେଶ ପୂଜାର। ବଇନା ମାନେ ଧରି ବସିଲେ ନା? ହଁ, ମୁଇଁ ତ ଗଣେଶ ପୂଜା ନାଇଁ କରେ। ଆଜ୍ଞା। ଆମେ ବର୍ଷା ତର୍ଷା ହେସି। ଗଣେଶ ପୂଜା ଯାତ୍ରା ନାଇଁ કરે ବୋଲ, ଗଣେଶ ପୂଜା କରଛ? ହଁ, ପୂଜା କରସି, ଯାତ୍ରା ରେ ଅଭିନୟ ନାଇଁ કરે। ଆଜ୍ଞା। ଦରବାର କାର୍ଯ୍ୟକ୍ରମ ନାଇଁ કરે। ଆଜ୍ଞା। ଆମେ ଦଶହରାରୁ ଆମେ ଅଭିନୟ ଆରମ୍ଭ କରୁ। ଆଜ୍ଞା। ସେଥିର ଲାଗି ବି ଆଲୋଚନା ମାନେ ଚାଲି ବସଲା, ପ୍ରସ୍ତୁତ କେତେ ଜାଗାରେ ତ ବରଣ ମାନେ ବି ହେଇ ବସଲା। ହଁ, ମୁଁ ବର୍ତ୍ତମାନ ବନ୍ଦବାହାଲ 5 ଦିନ। ଆଜ୍ଞା। ଆସନ୍ତା ଦଶହରା ଲାଗି ବନ୍ଦବାହାଲ ଝାରସୁଗୁଡା ବନ୍ଦବାହାଲ 5 ଦିନ। ଆଜ୍ଞା। ଅତାବିରା 5 ଦିନ। ଅତାବିରା ବି ଆପଣ କରୁଛ? ହଁ, ଅତାବିରା ପ୍ରସିଦ୍ଧ। ହଁ, ରାବଣ ଯାତ୍ରା। ରାବଣ ଯାତ୍ରା। ଆଜ୍ଞା। ଆଉ ତାପରେ ମହୁଲପାଲି, ପଦମପୁର ମହୁଲପାଲି 6 ଦିନ। ମୁଁ 16 ଦିନ ବୁକ୍ ହେଇ ସାରିଲିନ ଦଶହରା। ତାପରେ କାର୍ତ୍ତିକ ମାସ ଯୁଡେ ବୁକ୍ ହେଇ ସାରିଲିନ। ତାପରେ ଧନୁଯାତ୍ରା 3ଟା ନେଇ ସାରିଲିନ। ଆସନ୍ତା ବର୍ଷ ଲାଗି। ବହୁତ ବଢିଆ କଥା ଆଜ୍ଞା, ଆମେ ଆକ୍ଚରିଆ ଶୁଭେଚ୍ଛା ଦଉଛୁ। ଆଉ ଗୋଟେ କଥା ଆଜ୍ଞା, ଆପଣ ତ ଶହ ମଞ୍ଚରେ କଂସ ଭୂମିକା କରିସାରିଛନ୍, ରାବଣ କରିସାରିଛନ୍, ଜଲନ୍ଧର କରିସାରିଛନ୍। ଆମେ ଗୋଟେ ଦେଖବାର କେ ପାଇଲୁ ଯେ ବରଗଡ଼ ପାଖର କଣ୍ଟାପଲ୍ଲୀ ଗାଁରେ ତାରକାସୁର କରିଥିଲେ। ଏଇଟା ବୋଧେ ଐତିହାସିକ ଘଟଣା। ଐତିହାସିକ ଘଟଣା। ସେମାନେ ଟୋଟାଲ ପାର୍ଟିକେ ବନ୍ଦ କରିଦେଇଥିଲି। ପାର୍ଟି ତାର ମାନେ ଏଇ ବର୍ଷ ଆଉ ଆମେ ପ୍ରୋଗ୍ରାମ ନାଇଁ କରୁ ବୋଲି ହଠାତ୍ ସରପଞ୍ଚ 10-15 ଲୋକ ଧରିକିରି ଆସିଲେ। ନା ମାନିଲେ 5 ଦିନ କର୍ମା ବୋଇଲେ କଲୁ। ପିଲାମାନେ ବି 2 ପଇସା ପାଇଲେ। କଲୁ 5 ଦିନ। କିନ୍ତୁ ବଡ କଥା ତାରକାସୁର ଆମର ହାତେ 8 ଦିନ କି 9 ଦିନ ଟାଇମ ଥିଲା। ସେତିକି ଭିତରେ ଶିବ ପୁରାଣ ପଢି କରି, ଷ୍ଟୋରି ବାହାର କରି କରି, ପିଲାମାନଙ୍କୁ ବତେଇ ଛତେଇ କରି ଆମେ 5 ଦିନ କଟାଲୁ। ଯେନ୍ଟାକେ କି ଦର୍ଶକ ମାନଙ୍କୁ କାଣା ଲାଗିଥିବା ତ ମୁଇଁ ନା କହିପାରେ, ଆମକୁ ସାଟିସ୍ଫାଏ ଲାଗଲା। ସେ ତାରକାସୁର ଗୋଟେ ସଂଳାପ ଆପଣ କେବେ ବି ଓଡିଆ ଅସ୍ମିତାରେ ନା କହି ଟିକେ କହିବାର କେ ଚାହିଁବେ? ମହାମନ୍ତ୍ରୀ ব্রহ্মাণ্ড উপরিয়ছি বড় সরনারী গর্ভ জন্ম নেবার সন্তান তারই হস্তে হেব মোর মৃত্যু। আশ্চর্য মহামন্ত্রী, সরনারী গর্ভ কোন জন্ম নেব একই সন্তান,
তো এ তো যদি জন্ম নেব নাই শরণারী গর্ভ তাহলে এ তো অমরত্ব হর তেণু মানিবিনি ইন্দ্রচন্দ্র কুবের মানিবিনি গুরু গুরুজন তারকা করে মুড়িয়ে সত্য যুগরে প্রতি শোধ দেবতন্ত্র ঠারু ବହୁତ ବଢିଆ ଆଜ୍ଞା, ଚମତ୍କାର। ଆପଣ ଆଜିକା ଏନ୍ତା କରିଛନ୍ତି ଷ୍ଟେଜ ରେ ଯେନ୍ତା କଲେ ଭିତରୁ ଆଉ ଟିକେ ଉନ୍ନତ ହେଇଥିବା। ହଁ ମାନେ ଏଇଟା ଏକଲା ମୁଁ ଇହାନି ଡାୟଲଗ କହୁଛେ ଆଜ୍ଞା, 10ଟା କଳାକାର କେ ଧରିକିରି ଯଦି ଅଭିନୟ ମାଇକ୍ କରୁଥିବ ସାଉଣ୍ଡ ଲାଗିଥିବା। ମାଇକ୍ ସାଉଣ୍ଡ ଲାଗିଥିବା ତାର ଆଜ୍ଞା। ଗୋଟେ ଅଲଗା ଲାଗ୍ସି। ଆଜ୍ଞା, ମାନେ ଜଣେ ଏକଲା କିଛି କରି ନା ପାରେ ଟିମ୍ ର କଥା। ଟିମ୍ ନା ହେଲେ ଆଜ୍ଞା, আর 10 জন সহ কলাকার না ହେଲେ ହୁଁ, ହୁଁ। କେହି କରି ନା ପାରେ ଯେତେ ବଡ କଳାକାର। ଆପଣ ତ ଏତିକି ହୃଷ୍ଟ ଅଛନ୍, ଶକ୍ତି ଅଛି, ତାକତ ଅଛି, ବରଗଡ଼ ଧନୁଯାତ୍ରା କାହିଁ ହଦରି ନେଲେ ଯେ? ନାଇଁ ଦେଖନ୍ତୁ ପାଣି ଥାଉ ବନ୍ଧ ବାନ୍ଧରେ କୁମର ଗୋଟେ ଆମର କଥା ଅଛି। ଆଜ୍ଞା, ବରଗଡ଼ ଧନୁଯାତ୍ରାରେ ଅନ୍ତତଃ ମୁଇଁ ଚାହିଁଥିଲି ଆଜ୍ଞା, ଯେ ଆମେ ସବୁବେଳେ ମାରି ବସିକରି ବରଗଡ଼ କରୁଥିବା ବେଲେ ଠିକ ନା। ଯେହେତୁ ଆମେ ସଂଘ ମାନଙ୍କୁ ଅଛୁ ବାକି ମୁଁ କଳାକାର ମାନେ ବି। ବାକି କଳାକାର ମାନେ ବି ଟିକେ ସୁଯୋଗ ପାଉ ଆଜ୍ଞା, ସେମାନେ ବି ନମ୍ବେ ପ୍ରାୟ ପଶ୍ଚିମ ଓଡିଶାରେ ଯେତେ ରାବଣ କଂସ ଅଛ ମୋରି ଛାତ୍ର ଏବଂ ତାଙ୍କର ଛାତ୍ର ମାନେ ବି କରୁଛ ବେଲେ ସଂଖ୍ୟାର ତ ଆପଣ ପ୍ରାଉଡ ଫିଲ୍ କରୁଛନ୍? ବହୁତ ଗର୍ବିତ ହେ। ତ ଆମେ ଆଜି ଆମେ ତାରକାସୁରର ସଂଳାପ ଶୁଣୁଥିଲା। ଗୋଟେ ପ୍ରଶ୍ନ ଅଛି ଓଡିଆ ଅସ୍ମିତାର ଆପଣଙ୍କୁ। ମଥୁରାରେ କଂସ ରାଜା, କଂସଙ୍କର ବଧ କରସନ୍ କୃଷ୍ଣ ବଳରାମ, ତାରପରେ ରାଜା କିଏ ଅଛନ୍? ଉଗ୍ରସେନ ରାଜା ହେବା ନା କଂସ ବଧ ପରେ ଆଜ୍ଞା, ସ୍ୱୟଂ କୃଷ୍ଣ ବଳରାମ ନାରାୟଣ ଉଗ୍ରସେନ କେ ରାଜ୍ୟଭାର ଦେଇଛ। ତ ସେହିଟା ବରଗଡ଼ରେ ସମାନ ହେସି କି ଅଲଗା ହେସି? ନାଇଁ ନାଇଁ କଂସ ବଧ ପରେ ଉଗ୍ରସେନ କୁ ରଜା କରାହଉଛି। କଂସ ଫେର କେବେ ରାଜା ହଉଛନ୍? କଂସ ଯେ କଂସ ହେଇଥିବା ଫେର ଆର ବର୍ଷ ରାଜା ହେବ। କଂସ ତ ମଲା ପରେ ଆଉ ରାଜା ମାନେ କଂସ ବଧ ହଉଛନ୍ ତାରପରେ ଉଗ୍ରସେନ ରାଜୁତି ଚାଲୁଛେ, ଉଗ୍ରସେନ ରାଜୁତି ଚାଲବ। ଭଗବାନଙ୍କର ହଁ ହଁ ଭଗବାନ ଆସିଲା ପରେ ଭଗବାନ ଆସିଲା ସେତେବେଳେ ଆଉ କଂସକର କିଛି ଆଉ କଂସ କିନ୍ତୁ କଂସ ତ ମୃତ୍ୟୁବରଣ କଲେ। ନିଶ୍ଚିତ ଭାବେ ବହୁତ ବଢିଆ କଥା କହୁଥିଲେ। ବୋଲେ ବର୍ତ୍ତମାନ ବରଗଡ଼ କହୁ କି ମଥୁରା ନଗରୀରେ ଉଗ୍ରସେନଙ୍କର ଶାସନ, ରାଜା ଉଗ୍ରସେନ ବର୍ତ୍ତମାନ ବି ଉଗ୍ରସେନ ରାଜା ଅଛନ୍ତି। ହଁ ବହୁତ ବଢିଆ। ଆମେ କାଣା ହଉଛି ଆଜ୍ଞା, ବରଗଡ଼ ଧନୁଯାତ୍ରାର ଗୋଟେ ପରମ୍ପରା ଅଛି ଆଜ୍ଞା, ଯେ ବରଗଡ଼ ଧନୁଯାତ୍ରାରେ ଯିଏ ବି କଂସ ଅଭିନୟ କରବା ଆଜ୍ଞା, ଧନ୍ୟ ସେ ବରଗଡ଼ବାସୀ ସମ୍ମାନ ଦେସନ୍। ସମ୍ମାନ ଦେଶ କଂସର ସମ୍ମାନ ଦେଶ ଯେ ସେ ସମ୍ମାନର ଆପଣ ଦୁରୁପଯୋଗ କରିଛନ୍ କେବେ? ନାଇଁ କେନ୍ତେ କରି କର୍ମା କେନ୍ତେ କରି କର୍ମା। ଆମେ ଯଦି ଭଲ କରିଥିମା ଆଉ ବରଗଡ଼ ଭିତରେ ଯାଉଥିଲେ କି ଯେନୁ ଯାଉଥିଲେ ଲୋକ ଡାକି କରି ଚାହା କପେ ପିଆବେ ଆଜ୍ଞା ବସୁନ ବୋଲିବେ ଆଜ୍ଞା ନାଇଁ ମହାରାଜ ବସୁନ ନିଶ୍ଚୟ କହିବେ। ସେଟା ହିଁ ବରଗଡ଼ର ଅସ୍ମିତା ହେ। ସମ୍ମାନ ଦେଲେ ବରଗଡ଼ର ସମ୍ମାନ ମିଲବା এটা ଯୁଗ ଯୁଗ ଲାଗିବେ। ତ ଆଗକେ ରାବଣ କରିବେ। ହଁ ଦଶରା ତିନିଟା ରାବଣ ତ ତିନିଟା ରାବଣ ଧନୁଯାତ୍ରା କମିଟି ଆପଣଙ୍କୁ ସମ୍ମାନ ଦେଲା କି ନାହିଁ? ବହୁତ ବର୍ତ୍ତମାନ ବର୍ତ୍ତମାନ ବି ଆମେ ବଡ ସାଣର ମାନ୍ୟ ନଉଛୁ ଯେନ୍ ମାନେ ବୟସରେ ଆମର ବଡା ତାଙ୍କୁ ଆମେ ହାତ ଯୋଡ଼ିକରି ମୁଡ଼ିଆ ମାରୁଛୁ ଏବଂ ଯେନ୍ ମାନେ ମୋର ନୁ ସାନା ସେମାନେ ସମସ୍ତେ ମୋତେ ସମ୍ମାନ ଦଉଛୁ। କଳାକାର ମାନଙ୍କୁ ଆପଣ ସମୟ ଦେଇ ନା ପାରିଲେ ବୋଲି କିନ୍ତୁ ଗୋଟେ ଅଭିଯୋଗ ଅଛି କି କଳାକାର ମାନଙ୍କର ଦକ୍ଷତା ନା ଥାଏ। ହେନ୍ତା କଳାକାର ମାନଙ୍କର ଦକ୍ଷତା ଅଛି ଆଜ୍ଞା, ତେଣୁ ଯଦି ବରଗଡ଼ ଧନୁଯାତ୍ରା କଥା କହିମା କଳାକାର ମାନଙ୍କର ଦକ୍ଷତା ଅଛି ଠିକ ୟୁଟିଲାଇଜ କରି ସେଇଟା କଥା ହେ। ଆପଣ ବରଗଡ଼ ଧନୁଯାତ୍ରା ଦେଖୁଛନ୍, ଆପଣ ଅଭିନୟ କରିଛନ୍ ସହେଲା ରାମଲୀଳାରେ ବି, ହଁ ସେନ କେନ୍ତା ସମ୍ମାନ ମିଳିଥିଲା? ବହୁତ ବହୁତ ସମ୍ମାନ ହତାବିରାରେ କରିଥିଲି ବୋଲି ବହୁତ ସମ୍ମାନ ଦର୍ଶକ ମାନେ କେନ୍ତା କେତେନି କେତେନି ଶୁଣ ମୁଇଁ ଶୃଙ୍ଖଳିତ ଦର୍ଶକ? ଶୃଙ୍ଖଳିତ ଓ ଆଲ୍ଲା କେହି କାହା କିଛି ନାହିଁ ହୁଁ, ହୁଁ, ମୁଇଁ ଯେତେ ଜାଗାରେ ଆଜ୍ଞା, ଅଭିନୟ କରୁଛେ ଆଜ୍ଞା, ମୋର ବ୍ୟକ୍ତିଗତ କଥା କହୁଛେ ସବୁ ଜାଗାରେ ମୁଇଁ ପୂଜା ପାଉଛେ। ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିছে ଭୁବନେଶ୍ୱର ପ୍ରଧାନ ଫେରୁଛନ୍ତି, ଏଇଟା କାଣା କେନକେ ଫେରୁଛନ୍ତି? सोशल मीडिया रे देखली न ହଁ, पुणी फेरुଛନ୍ତି भुवनेश्वर प्रधान बोली କେନକେ ଫେରୁଛନ୍ତି ସେଟା? बहुत यात्रा मोर छे ଆଜ୍ଞା,
ମାନେ କି ବର୍ଷ ଫେର ଫେରୁଛନ୍ ରାବଣ କଂସ ଜଲନ୍ଧର ତାରକାସୁର ମୁରାସୁର ଲାଗି। ସେଇଟା କଥା। ତ ଆପଣ ମାନେ ବି ଶୁଣୁଛନ୍ ସେ ଭୁବନେଶ୍ୱର ପ୍ରଧାନ ଫିରୁଛନ୍। ତ ଆଉ ଗୋଟେ କଥା ଆଜ୍ଞା, ଆପଣ ଅନେକ ମଞ୍ଚରେ ଅଭିନୟ କରିଛନ୍, ଏଇଟା ନିଜର ପେଟ ଚଲାବାର ଲାଗି କରସନ୍ କି ବାକି କଳାକାର ମାନଙ୍କର ବି? ଦେଖୁନ୍ ଅପେରା ପାର୍ଟି କରିଥିଲି, ଆଜ୍ଞା 60 ଜଣ କଳାକାର ନେଇକରି 70 ଏକର ଜମି ବିକିଛା ସବେ ଜାଣିଛ। ବର୍ତ୍ତମାନ ପ୍ରଭୁ ମତେ ସେତିକି ଡାକଲେ, ବର୍ତ୍ତମାନ ହୁଁ, 30ଟା ପରିବାରକେ ନେଇକରି ଗୋଟେ ଟିମ୍ କରାହେଇଛି। ଆଜ୍ଞା ତେଣୁ ମୁଇଁ ଯଦି 10 ଟଙ୍କା ରୋଜଗାର କରୁଥିମି, କିଏ 8 ଟଙ୍କା, କିଏ 7 ଟଙ୍କା, କିଏ 5 ଟଙ୍କା ସବେ ରୋଜଗାର କରୁଛୁ। ଆଜ୍ଞା ସମସ୍ତଙ୍କର ପେଟ ପାଟଣା କଥା ଅଛି। ଆମେ ଭୂତି କରି ଯାଉଛୁ ମାନେ ତ ଭୂତି ନାମା, ନା ନା ଛୁଆ ପିଲା କୁଟୁମ୍ବ ଛାଡିକିରି ଯାଉଛୁ ବେଲେ ତ 2 ପଇସା ଘରକେ ଧରିକିରି ଯିମା। ଆଜ୍ଞା, ଏଇଟା ବହୁତ ବଢିଆ କଥା କହୁଥିଲେ। ଆପଣ ଯେତେବେଳେ ଅଭିନୟ କରୁଛନ୍, ଉଗ୍ରସେନ ମହାରାଜକୁ ଗାଦିଚ୍ୟୁତ କରୁଛନ୍, କିନ୍ତୁ ଆପଣଙ୍କର ପରିବାର ବର୍ତ୍ତମାନ ସୁଦ୍ଧା ଏକ ହେଇକିରି ଅଛି। ହଁ ଏକ ହେଇକିରି ଅଛି। ମୋର ନିଜର ପରିବାର ଆଜ୍ଞା 3 ପୁଅ 3 ବହ 4 ନାତି ନାତିଆନ, ଆମେ 2 ଜଣ। କେବେ ଖୁରିକିନା ପଛେ କିଛି ବାଜୁଥିବା ଏଇଟା କର, କେବେ କିଏ କାଁ ନା କିଛି କିଛି ଘରର ମେରଖୁଟା ବରକସ ଲଇଆ ସିଆଡେ ବାହାରୁ। ଏଇଟା ହିଁ ରହସ୍ୟ। ହଁ ଆପଣ ମାନେ ଶୁଣି ପାରୁଥିବେ, ଘରର ମେରଖୁଟା ହିଁ ବରକସ ହେବାର କଥା। ଗୋଟେ କଥା, এটা 59 ସଲା ଗତକାଲି 26 ତାରିଖ 60 ଆରମ୍ଭ ହେଇଗଲା। ଆଜ୍ଞା 60 ବର୍ଷ ହେଇଗଲା, କିନ୍ତୁ ପ୍ରଭୁଙ୍କର କରୁଣାରୁ ମା ସରସ୍ୱତୀ ମୋର ଦେବାଦେବୀଙ୍କର ଆଶୀର୍ବାଦ ଏବଂ ମୋର ଦର୍ଶକ ଦେବତା ମାନଙ୍କର ଆଶୀର୍ବାଦ ଆଜତକ 60 ବର୍ଷ ହେଲା ଭୁବନ ପଦାର କଣ୍ଠ କେନ୍ତାକିରି ବସି ବହୁତ କଳାକାର ଅଛନ୍, ତାଙ୍କର 2 ଦିନ 3 ନମ୍ବର ଦିନ କଣ୍ଠ ବସି ଯାଏ। ପୁରା କିନ୍ତୁ ଭୁବନେଶ୍ୱର ପ୍ରଧାନଙ୍କର ନାଁ ବସେ, ଏଇଟା ରହସ୍ୟ କାରଣ। ସାଧନ। এই ବର୍ଷ 142 ରେ ଆମେ ପ୍ରୋଗ୍ରାମ କରିଛେ। ସାଧନ କାହିଁ ଗଲା ନାଁ ବସି? ସାଧନ ପରେ କଣ୍ଠ ପିଟୁଥିବା ସବୁବେଳେ। ସାଧନ ବେଲେ କାଣା? ସାଧନ ବେଲେ କଣ୍ଠକେ ଯେତେବେଳେ ମାଡ଼ ପଡୁଥିବା ଏବଂ ଠିକ ନୀତି ନିୟମରେ ରହୁଥିବ ବେଲେ କଣ୍ଠ କେବେ ନା। ମୁଖ୍ୟ କଥା ହେଲା କଣ୍ଠ ପଡବା, ପେଟ ଗରମ ହେଲେ କଣ୍ଠ ପଡିବ। ପାନି ସଫିସିଏଣ୍ଟ ପିଇବାର କଥା। ସଫିସିଏଣ୍ଟ ପାଣି ପିଅ, ବାସି ପଖାଳ ଖାଅ, ତେତେଲ ଆମୁଲ ଖାଅ। ଲୋକେ କହସନ୍ ତେତେଲ ଆମୁଲ ମିଠା ଖାଇଲେ ତଣ୍ଟି ପଡି ଆସି ବୋଲି। ମୁଁ ତେତେଲ ଆମୁଲ ତ ଜାଣିଛ, ମୁଁ 2 ବେଲେ ନା ଯେତିକି ଆଇଟମ ହେଇଥିଲେ। ହଁ, আর বাসি পখাল গুড়া তো সিওর খায়, নাস্তা ফাস্তা নাই। ଧରି ନିଆଯାଉ ବରଗଡ଼ ଛାଡିକି ଅଲଗା କେନ୍ସି ଜାଗାରେ ଆପଣ କଂସ ଭୂମିକା ପାଇଛନ୍, କଂସର କେନ୍ ସିନ୍ ଟା ଆପଣଙ୍କୁ ଭାବାବେଗ ତାର ମାନେ ଗୋଟେ ଇମୋସନାଲ କରିଦେ? ଇମୋସନାଲ ଟା ସବୁବେଳେ ଲାଷ୍ଟ ସିନ୍, ଇମୋସନାଲ ଟା ସବୁବେଳେ ଲାଷ୍ଟ ସିନ୍। ଆଜ୍ଞା ଲାଷ୍ଟ ସିନ୍ ଟା ସବୁବେଳେ ଯେତେବେଳେ କୃଷ୍ଣ ବଳରାମ ସମକୁ ମାରି ମୁରା କରି ଆଉଛନ୍ ଦରବାର କେ, ଏକଲା କଂସ ଅଛେ ଆଜ୍ଞା ଏବଂ ମହାରାଣୀ ଠାରୁ ବିଦାୟ ନେଉଛେ, ଆଜ୍ଞା আর কৃষ্ণ বলরাম নিকে যুদ্ধ করে প্রথমে মহোদধি, ସ୍ନାନ মহোদধিরে ଅନନ୍ତ ଶଯ୍ୟାରେ ଶୟନ କରିଛନ୍ତି ବିଷ୍ଣୁ ଏବଂ ଲକ୍ଷ୍ମୀ। ନିଶ୍ଚିତ ଭାବେ। ପହିଲା ପହିଲା ବିସର୍ଜନ ହେବା, ଆଜ୍ଞା ଲକ୍ଷ୍ମୀ ନାରାୟଣଙ୍କୁ ସ୍ମରଣ ହେବା, ସୂର୍ଯ୍ୟଙ୍କୁ ସ୍ମରଣ। ଆଜ୍ଞା ତାପରେ ଆସିବେ ଶଙ୍କରାଚାର୍ଯ୍ୟ ମଠକେ, ଗୋବର୍ଦ୍ଧନ ମଠ। ଗୋବର୍ଦ୍ଧନ ମଠ। ଆଜ୍ଞା ଶଙ୍କରାଚାର୍ଯ୍ୟ ହଉଛନ୍ ସ୍ୱୟଂ ଶିବ। କଳି ଯୁଗ୍ନ ସ୍ୱୟଂ ଶିବ। ଆଜ୍ଞା ଶିବଙ୍କର ପାତ୍ରରେ ମୁଡିଆ ମାରି କରି ଆମେ ପାପ ମୁକ୍ତି ହେବା। ତାପରେ ଜଗତର ନାଥ ଜଗନ୍ନାଥ କାଳିଆ ସାହ 2 ହାତେ ଟେକି ଦେବାର ଅଛି। 2 ହାତ ଟେକି ଦେବା। ସେଇ ଜାନ ପ୍ରଭୁ। ହଁ, ଧନ୍ୟବାଦ ଆଜ୍ଞା, ଆପଣଙ୍କର ବହୁମୂଲ୍ୟ ସମୟ ଦେଲେ, ଇ ଅସମିୟାରେ ବହୁମୂଲ୍ୟ ସମୟ ଦେଲେ। ତ ଆପଣ ମାନେ ଦେଖି ପାରୁଥିଲେ, ଶୁଣି ପାରୁଥିଲେ ବରିଷ୍ଠ କଳାକାର ଭୁବନେଶ୍ୱର ପ୍ରଧାନ ଆଜ୍ଞାକୁ ନିୟମିତ ଭାବେ ନିୟମିତ କଳାକାର ମାନଙ୍କୁ, ସାହିତ୍ୟିକ ମାନଙ୍କୁ, ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇକରି ଆଲୋଚନା ଜାରି ରହିବା। ଆଜିର କାର୍ଯ୍ୟକ୍ରମଟା ଆପଣ ମାନଙ୍କୁ କେନ୍ତା ଲାଗଲା ନିଶ୍ଚିତ ଭାବେ ମତାମତ ଦେବେ। ଯଦି ଭଲ ଲାଗିଥିଲା ବେଲେ ଟିକେ କାର୍ଯ୍ୟକ୍ରମ কে শেয়ার করবে আর ফলো করবে, সবসক্রাইব করে দেবে। তো আজকে কার্যক্রম ইন বিরাম দেবা। নমস্কার, জুহার।